ବିଚିତ୍ରାନନ୍ଦ ମଲ୍ଲିକ, ଗ୍ରାମ ଭୁତୁମୁଣ୍ଡି। ତାଳଦଣ୍ଡା କେନାଲ 1955 ଆମେ ଦେଖି ଆସୁଛୁ। ମତେ ବି 67 ବର୍ଷ ହେଲାଣି। ମୁଁ ପିଲାଦିନୁ ତାଳଦଣ୍ଡା କେନାଲ ଦେଖି ଆସୁଛି। ଆଉ ପାଣି ଭଲ କେନାଲଟି ବି ଥିଲା। ଏବେ ये କେନାଲ ତ ପୁରା ଯେମିତି ଜୋରାବସ୍ଥା। ଆର ପ୍ରତିକାର କେହି ନେଉନାହାନ୍ତି। କେନାଲରେ ପାଣି ଆସୁଛି ତ ଦଳ ଭର୍ତ୍ତି, ତାକୁ ତ ସୁବିଧା କରିବାର କିଛି ନାହିଁ। ଏବେ ଦେଖୁଛୁ ଗୋଟେ କମ୍ପାନୀ ଆସି କାମ କରୁଛି ଯେ ସେ ପାଣି ପୁରା କେନାଲକୁ ପୋତି ଦେଇ ସାରିଲେ। ତାପରେ ଜିମ୍ସନ ଆଣିକି କେନାଲ କରରେ ପାଣି ଭିତରେ ପକଉଛି ତାର ପୋଲ କରିବ ବୋଲି। ଜିମ୍ସନ ପଇଲେ ପାଣି ଯାହା ହବ ଆପଣ ସେଇ କଥା ଆପଣ ବି ଜାଣିଥିବେ। ଏ ପ୍ରଶାସନ ଆଗକୁ ତାଙ୍କୁ ବି ଦେଖାଯାଉନି। ଦୂଷିତ ପାଣି ମାନେ ମାଛ ଫାଛ ମରି ଯାଉଛନ୍ତି। କେତେ ପରିମାଣ ମାଛ କେନାଲରେ ଯାହା ମାଛ ଆମେ ଦେଖୁଛୁ ଭାସୁଛନ୍ତି ମାଛ ମରିକି। ଆକୁ ମଣିଷ ପିଇଲେ କି ବ୍ୟବହାର କଲେ ଯାହା ରୋଗଗ୍ରସ୍ତ ହେବେ। ସାର୍ ସମସ୍ତେ ବ୍ୟବହାର କରୁଛନ୍ତି, କେନାଲ ପାଣିକି ସମସ୍ତେ ବ୍ୟବହାର କରୁଛନ୍ତି। ପାରାଦୀପରୁ ଲୋକ ବି ପିଉଛନ୍ତି। ଇଏ ପାଣି ବର୍ତ୍ତମାନ ଆପଣ ପ୍ରଶାସନ ଯଦି ଇଏ କରନ୍ତା, ନଜର ଦିଅନ୍ତା, ତାହେଲେ ଆମେ ଟିକେ ସୁବିଧା ପାଆନ୍ତୁ। ଇଏ ତ କେନାଲକୁ ପୋତି ସାରିଲେ, କମ୍ପାନୀ ଆସି କେନାଲକୁ ପୋତି ଦେଲେ। ଦାବି ପ୍ରଶାସନକୁ କରୁଛୁ, ଆମକୁ ଟିକେ ସୁରକ୍ଷା ଦିଅନ୍ତୁ। ଇଏ କମ୍ପାନୀ କି କୁହନ୍ତୁ ଟିକେ ଇଏ କରିକି ମାଟି ଫାଟି ନ କରି କେନାଲ ବାଟ ଇଏ ଜିମ୍ସନ ନ ପକଉ। କେମିତି ରାସ୍ତାରେ ଗାଡ଼ି ଘୋଡ଼ା ଗଲା ବି ଯେ ପୁରା ଦୂଷିତ ହେଇଯାଉଛି।